ভিজিଲାନ୍ସ ଜାଲରେ ବିଏମ୍ସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ 4ଟି ସ୍ଥାନରେ ଚଢ଼ାଉ। ବିଏମ୍ସି ଅଫିସ ସମେତ ଭୁବନେଶ୍ୱର ଘରେ ଚଢ଼ାଉ ଜାରି। ଭୁବନେଶ୍ୱର, ଖୋର୍ଦ୍ଧା ଓ ରାୟଗଡ଼ରେ ଚାଲିଛି ଚଢ଼ାଉ। ବଡ଼ଗଡ଼ ବ୍ରିଡ୍ କଲୋନୀରେ ଥିବା ଘରେ ମଧ୍ୟ ଚଢ଼ାଉ। ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ଙ୍କ ନିର୍ଦ୍ଦେଶ କ୍ରମେ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଜଗନ୍ନାଥ ପଟ୍ଟନାୟକଙ୍କ ସମ୍ପର୍କୀୟ 4ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି। ଭିଜିଲାନ୍ସର 6 ଜଣ ଡିଏସ୍ପି, 10 ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କାର୍ଯ୍ୟ ଚାଲିଛି। ଦୁର୍ନୀତିଗ୍ରସ୍ତ ବିଏମ୍ସି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଶୋଭାରାଣୀ ପଟ୍ଟନାୟକଙ୍କର ଫାର୍ମ ହାଉସ୍ ଘର କାନ୍ଥରେ ହରିଣ ସିଂହ ମିଳିଛି। ଭୁବନେଶ୍ୱରରୁ ଜୟରାମ ସାହୁଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ।